ଭଲ କର୍ମ କରିବା ପରେ ମଧ୍ୟ ଲୋକମାନେ ଆପଣଙ୍କର ଖରାପ କର୍ମରେ ହିଁ ମନେ ରଖିବେ। ଏଥିପାଇଁ ଲୋକ କ'ଣ କହିବେ ଏଥିରେ ଧ୍ୟାନ ଦିଅନ୍ତୁ ନାହିଁ, କେବଳ ଆପଣଙ୍କର କାମ କରନ୍ତୁ। ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଚ୍ୟାନେଲକୁ ସ୍ୱାଗତ। ଆଜିର ଏହି ଜ୍ୟୋତିଷ କାର୍ଯ୍ୟକ୍ରମ ସମସ୍ତ ଧନୁରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ବହୁତ ହିଁ ଅଧିକ ଗୁରୁତ୍ୱପୂର୍ଣ୍ଣ ଏବଂ ଖାସ୍ ରହିଅଛି। କାହିଁକିନା ବର୍ଷ 2026ର 11 ମାର୍ଚ୍ଚ ପରଠାରୁ ମାନେ ହୋଲିର ତୁରନ୍ତ ପରେ ଏମାନଙ୍କର ଜୀବନରେ ବଡ଼ ପରିବର୍ତ୍ତନ ଆସିବା ପାଇଁ ଯାଉଅଛି। ଏମାନଙ୍କର ଭାଗ୍ୟରେ ଅନେକ ପରିବର୍ତ୍ତନ ଆସିବାକୁ ଯାଉଅଛି। ଏମାନଙ୍କର ଜୀବନରେ ଏମିତି କିଛି ଘଟଣା ଘଟିବାକୁ ଯାଉଅଛି ଯାହା ଏମାନେ ପୂର୍ବରୁ ସ୍ୱପ୍ନରେ ମଧ୍ୟ କଳ୍ପନା କରିନଥିବେ। ଅନେକ ଦିଗରୁ ଏମାନଙ୍କ ପାଖକୁ ଖୁସି ଖବର ମିଳିବା ପାଇଁ ଯାଉଅଛି। ତେବେ ଏହି 11 ମାର୍ଚ୍ଚ ପରଠାରୁ ଏମାନଙ୍କର ଜୀବନରେ କ'ଣ ପରିବର୍ତ୍ତନ ଆସିବ, ଏମାନଙ୍କୁ କେଉଁ ଖୁସି ଖବର ପ୍ରାପ୍ତି ହେବାକୁ ଯାଉଅଛି, ବିସ୍ତାର ଭାବରେ ଆଜିର ଏହି ଭିଡ଼ିଓରେ ଆମେ ଆଲୋଚନା କରିବା। ଦେଖନ୍ତୁ, 11 ମାର୍ଚ୍ଚ ଠାରୁ ଦେବତାମାନଙ୍କର ଗୁରୁ ଦେବଗୁରୁ ବୃହସ୍ପତି ତାଙ୍କର ବକ୍ରୀ ଚଳନରୁ ମାର୍ଗୀ ଚଳନ କରିବା ପାଇଁ ଯାଉଛନ୍ତି। ଏହା ସହିତ ଜୁନ୍ ମାସ ଠାରୁ ଦେବଗୁରୁ ବୃହସ୍ପତି ତାଙ୍କର ଉଚ୍ଚ ରାଶିକୁ ଚଳନ କରିବେ ଏବଂ ଉଚ୍ଚସ୍ଥ ହେବେ। ମାନେ ପୁରା 12 ବର୍ଷ ପରେ ଦେବଗୁରୁ ବୃହସ୍ପତି ଉଚ୍ଚସ୍ଥ ହେବାକୁ ଯାଉଛନ୍ତି, ଯିଏକି ଆପଣଙ୍କ ରାଶିର ଅଧିପତି ଅଟନ୍ତି ଏବଂ ଆପଣଙ୍କୁ ଉଚ୍ଚ ଫଳ ପ୍ରଦାନ କରିବେ। ତେବେ ଏହି 11 ମାର୍ଚ୍ଚ ପରଠାରୁ ଆପଣମାନଙ୍କର ଜୀବନରେ କ'ଣ ବଡ଼ ପରିବର୍ତ୍ତନ ଆସିବ, ଆପଣଙ୍କୁ କେଉଁ ସବୁ କ୍ଷେତ୍ରରେ ଲାଭ ପ୍ରାପ୍ତି ହେବାକୁ ଯାଉଅଛି, ଆସନ୍ତୁ ଜାଣିବା। ଏହି କାର୍ଯ୍ୟକ୍ରମ ଆପଣଙ୍କର ଜନ୍ମ ରାଶି ଚନ୍ଦ୍ର ରାଶି ଉପରେ ଆଧାରିତ। ଆପଣଙ୍କର ଯଦି ଧନୁ ରାଶି ହୋଇଥାଏ, ଆପଣଙ୍କର ଯଦି ଧନୁ ଲଗ୍ନ ବି ହୋଇଥାଏ, ଆପଣ ଏହି ଭିଡ଼ିଓଟିକୁ ଦେଖିପାରିବେ। ଏହା ପୂର୍ବରୁ ଯଦି ଆପଣଙ୍କର ବି ଧନୁ ରାଶି ହୋଇଥାଏ ଏବଂ ଆପଣ ବି ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ଭକ୍ତି କରୁଥାନ୍ତି, ବିଶ୍ୱାସ କରୁଥାନ୍ତି, ତେବେ ଏହି ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ, ହର ହର ମହାଦେବ ଅବଶ୍ୟ ଲେଖିଦିଅନ୍ତୁ। ଦେଖନ୍ତୁ, ଦେବଗୁରୁ ବୃହସ୍ପତି ହେଉଛନ୍ତି ଆପଣଙ୍କର ରାଶିର ଅଧିପତି। ବୃହସ୍ପତି ଆପଣଙ୍କର ସପ୍ତମ ଭାବରେ ଚଳନ କରୁଥିଲେ ଏବଂ ବୃହସ୍ପତି ଆପଣଙ୍କର ପ୍ରଥମ ଏବଂ ଚତୁର୍ଥ ଭାବର ଅଧିପତି ହୋଇକରି ଆପଣଙ୍କର ସପ୍ତମ ଭାବରେ ଚଳନ କରୁଥିଲେ। ତାହା ପୁଣି ବକ୍ରୀ ଚଳନ କରୁଥିଲେ, ଯାହାଫଳରେ ଆପଣଙ୍କୁ ଅନେକ ଦିଗରେ ସମସ୍ୟା ଆସୁଥିଲା, ସମସ୍ତ କାର୍ଯ୍ୟରେ ବାଧା ଉପୁଜୁଥିଲା। ଆପଣଙ୍କର ମନ ସର୍ବଦା ଡାଇଭର୍ଟ ହେଉଥିଲା। ଆପଣ ବହୁତ ଅଧିକ କନଫ୍ୟୁଜନ୍ ଭିତରେ ରହୁଥିଲେ। ବ୍ୟାପାର ବାଣିଜ୍ୟରେ ସମସ୍ୟା, କର୍ମକ୍ଷେତ୍ରରେ ସମସ୍ୟା, କିଛି ନା କିଛି ସମସ୍ୟା ଲାଗି ରହୁଥିଲା। ସୁଖରେ କିଛି ମାତ୍ରାରେ କମି ଦେଖାଯିବାକୁ ଲାଗୁଥିଲା। ବୈବାହିକ ଜୀବନରେ ମଧ୍ୟ ସମସ୍ୟା ଦେଖାଦେଉଥିଲା। କିନ୍ତୁ 11 ମାର୍ଚ୍ଚକୁ ଯେମିତି ହିଁ ବୃହସ୍ପତି ବକ୍ରୀରୁ ମାର୍ଗୀ ଚଳନ କରିବେ, ତାହା ପୁଣି ଆପଣଙ୍କର ସପ୍ତମ ଭାବରେ ଏବଂ ଆପଣଙ୍କର ପ୍ରଥମ ଭାବକୁ ଦୃଷ୍ଟି ଦେବେ, ତ ପୂର୍ବରୁ ଲାଗି ରହିଥିବା ସମସ୍ତ ସମସ୍ୟାରୁ ଆପଣଙ୍କୁ ତୁରନ୍ତ ମୁକ୍ତି ମିଳିବ। ଆପଣଙ୍କୁ ସମସ୍ତ କ୍ଷେତ୍ରରେ ବାଟ ଦେଖାଯିବାକୁ ଲାଗିବ। ଆପଣଙ୍କୁ କିଛି ନା କିଛି ଖୁସି ଖବର ଅବଶ୍ୟ ପ୍ରାପ୍ତି ହେବ। ଆପଣଙ୍କର ବ୍ୟାପାର ବାଣିଜ୍ୟ ପୂର୍ବ ଅପେକ୍ଷା ବହୁତ ଭଲ ଚାଲିବ। ଆପଣଙ୍କର ଡେଲି ଇନକମ୍ ମଧ୍ୟ ବଢ଼ିଯିବ। ଆପଣ ପାର୍ଟନରସିପ୍ରେ କିଛି ବ୍ୟାପାର ବାଣିଜ୍ୟ ଆରମ୍ଭ କରିପାରନ୍ତି, ଯାହା ଭବିଷ୍ୟତରେ ଆପଣଙ୍କୁ ଅନେକ ଗୁଡ଼ିଏ ଲାଭ ଆଣି କରିଦେବ। ବୈବାହିକ ଦାମ୍ପତ୍ୟ ଜୀବନ ମଧ୍ୟ ସୁଖମୟ ବ୍ୟତୀତ ହେବ। ଆପଣଙ୍କର ଲାଇଫ୍ ପାର୍ଟନରଙ୍କର କ୍ୟାରିୟରରେ ମଧ୍ୟ ଗ୍ରୋଥ୍ ଆସିବ। ପୁରୁଣା ରୋଗରୁ ଆପଣଙ୍କୁ ମୁକ୍ତି ମିଳିବ। ପୂର୍ବରୁ ଲାଗି ରହିଥିବା ସମସ୍ତ ସ୍ୱାସ୍ଥ୍ୟଗତ ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ। ଆପଣ ସ୍ୱାସ୍ଥ୍ୟବାନ ଅନୁଭବ କରିବେ। ଗୁରୁ ଏଠାରେ ବସି ଆପଣଙ୍କର ଏକାଦଶ ଭାବକୁ ଦୃଷ୍ଟି ଦେଉଛନ୍ତି। ଏକାଦଶ ଭାବ ଆପଣଙ୍କର ଆୟର ଭାବ ହୋଇଥାଏ, ଇଚ୍ଛା ପୂର୍ତ୍ତିର ଭାବ ହୋଇଥାଏ। 11 ମାର୍ଚ୍ଚ ପରେ ଆପଣ ନିଜେ ଦେଖିବେ ଆକସ୍ମିକ ଧନଲାଭର ଯୋଗ ବନିବ। ବିଭିନ୍ନ ଦିଗରୁ ଆପଣଙ୍କ ପାଖକୁ ଅର୍ଥର ଆଗମନ ହେବ। ଯେଉଁମାନେ ସେୟାର ମାର୍କେଟ, ଷ୍ଟକ୍ ମାର୍କେଟ ଏବଂ ଟ୍ରେଡିଂରେ କାମ କରୁଛନ୍ତି, ସେମାନଙ୍କୁ ମଧ୍ୟ ଆକସ୍ମିକ ଲାଭ ପ୍ରାପ୍ତି ହେବ। ପ୍ରମୋସନର ଯୋଗ ବନିବ। ପୂର୍ବରୁ ଅଟକି ରହିଥିବା ସମସ୍ତ କାର୍ଯ୍ୟ ଆପଣଙ୍କର ପୁଣି ଥରେ ଚାଲୁ ହେବାକୁ ଲାଗିବ। ଦୀର୍ଘ ଦିନ ଧରି ଆପଣଙ୍କର ମନରେ ଯେଉଁ ଇଚ୍ଛା ଅଭିଳାଷ ଥିଲା, 11 ମାର୍ଚ୍ଚ ପରେ ତାହା ପୂର୍ଣ୍ଣ ହେବାକୁ ଯାଉଅଛି। ଆପଣଙ୍କର ଫାଇନାନ୍ସିଆଲ ଗ୍ରୋଥ୍ ହେବ। ଆପଣଙ୍କର ବ୍ୟାଙ୍କ ବାଲାନ୍ସ ମଧ୍ୟ ବଢ଼ିବ। ପୈତୃକ ସମ୍ପତ୍ତିରୁ ଆପଣଙ୍କୁ କିଛି ଲାଭ ମଧ୍ୟ ମିଳିପାରେ। ଆପଣ କିଛି ଭୂମି, ଜମି, ପ୍ରପର୍ଟି, ନୂତନ ଯାନବାହନ କ୍ରୟ କରିପାରନ୍ତି। ନୂତନ ଗୃହ ମଧ୍ୟ ନିର୍ମାଣ କରିପାରନ୍ତି। ଯେଉଁ ବ୍ୟକ୍ତିବିଶେଷମାନେ ଅନଲାଇନ୍ କ୍ଷେତ୍ରରେ କାମ କରୁଛନ୍ତି, ଡିଜିଟାଲ ମାର୍କେଟିଂର କାମ କରୁଛନ୍ତି, ଫାଇନାନ୍ସ କ୍ଷେତ୍ରରେ ଅଛନ୍ତି,
ट्राभेल एंड टूर क्षेत्र अछंती सेमानकु अनेक शुभफल प्राप्ति हेब। एही समय सीमा मध्यरे आपण बहुत अधिक छोट मोट जगह को यात्रा करि पारंती। आपणकर कम्युनिकेशन स्किल बहुत ही अधिक भल रहिबा। परिश्रम अनुसार आपणकु फल प्राप्ति हेब। एही समय आपणकर साहस एवं पराक्रम बढ़ीजिब। आपण आपणकर लक्ष्य को पूर्ण करिबारे लागि पड़िबे एवं सेथिरे सफल मध्य हेबे। किंतु असल मजा तो सेतेबेले आसीबा जेतेबेले बृहस्पति आपणकर अष्टम भावरे उच्चस्थ हेबे। तांकर उच्च राशि को चलन करिबे। जून मास परे बृहस्पति उच्चस्थ हेबे एवं बृहस्पति अष्टम रही आपणकर द्वादश भाव, द्वितीय भाव एवं चतुर्थ भाव को दृष्टि देबे। वैदेशिक कार्यगति आपको सफलता प्राप्ति हेब। आपण जदि विदेश रही चाकरी करुछंती किमा कोनोसी भी काम कार्य करुछंती, व्यापार वाणिज्य करुछंती, तेबे आपको निश्चिंत भाव में शुभफलर प्राप्ति हेब। जो व्यक्तिविशेष माने इम्पोर्ट एक्सपोर्टर काम करुछंती, कंस्ट्रक्शन काम करुछंती, मेडिकल फील्ड रे काम करुछंती, हॉस्पिटल अछंती, सेमानकु अनेक शुभफलर प्राप्ति हेब। एही समय आपण बहुत अधिक धार्मिक जगह को दूर स्थान को यात्रा करि पारंती। जो व्यक्तिविशेष माने दीर्घ दिन धरी विदेश को जावाक चाहूले सेमानकर सही इच्छा मध्य पूर्ण हेबाकु जाउअछि। कौनसी एमएनसी कंपनी आपण पाखकु जॉब ऑफर मत आसीपारे। जेहेतु बृहस्पति आपणकर द्वादश भाव को देखुछंती आपणकर खर्च मत होई पारे। यह सहित बृहस्पतिकर दृष्टि आपणकर द्वितीय भाव पर रहुअछि। द्वितीय भाव आपणकर धनर भाव होइथाय, घर परिवार कुटुंबर भाव होइथाय। एही समय रे विभिन्न दिगरु आपणक पाखकु अर्थर आगमन होई पारे। पारिवारिक सुख आपणको प्राप्ति होई पारे। 11 मार्च परे भाग्य आपणकर मजबूत हेबाकु लागिबा। भाग्य बलरे अटकी रहितबा समस्त कार्य पुणी थरे चालू हेबाकु लागिबा। आपण जो भी काम हाथ देबे सेथिरे आपणको सफलता प्राप्ति हेबा। गृहरे किछि शुभ मांगलिक कार्यर आयोजन मत होई पारे। शिक्षा क्षेत्र में उन्नति प्रगति करिवे। मनपसंदर कॉलेज रे आपणकर एडमिशन होई पारे। आपण कोनोसी फॉर्म फिलअप करि पारंती। 11 मार्च परे जदि आपणकर किछि एग्जाम अछि, कॉम्पिटिटिव एग्जाम अछि, खास करी सरकारी स्तर रे किछि परीक्षा अछि, तेबे सेथिरे आपण निश्चिंत भाव में उत्तीर्ण करिवे। प्रेम जीवन में मध्य सफलता प्राप्ति हेबा। पूर्वर लागि रहितबा समस्यारू मुक्ति मिलिबा। आपणकर जीवन में एही नूतन पार्टनर आसी पारंती। वैवाहिक सुख प्राप्ति हेबा। जो पिलामानकर विवाह बयस हो जाइछि सेमानकर घर को विवाह प्रस्ताव मान आसी पारे एवं विवाह मध्य फाइनल होई पारे। संतान सुख मध्य प्राप्ति हेबा। जो व्यक्ति विशेष माने पूर्वर ऋण करजर मायाचल फसी रही थे तो 11 मार्च परे समस्त ऋण करजरू मुक्ति मिलिबा। समस्त शत्रु मानक ठारू मध्य मुक्ति मिलिबा। कर्मक्षेत्र में उन्नति प्रगति हेबा। प्रमोशन जोग बनिबा। बेरोजगार युवक युवती मानकु नूतन कर्म प्राप्ति हेबा। नूतन चाकरी मध्य प्राप्ति हेबा। कर्मक्षेत्र में आपणकर ट्रांसफर होई पारे। कौनसी एमएनसी कंपनी जॉब ऑफर मत आसीपारे। आपणक पाखकु नुआ नुआ काम आसीबा। तेबे अधिक शुभफल प्राप्ति करबा पई आपण प्रत्येक दिन गुरुंकर बीज मंत्रर जप अवश्य करंतु। ओम ग्राम ग्रीम ग्रोम सह गुरवे नमः 108 थर प्रत्येक दिन जप करंतु। शुभफल प्राप्ति हेबा। प्रत्येक गुरुवार दिन कदली गछ मूल हलदी पानी अर्पण करंतु। प्रत्येक दिन हनुमान चालीसार पाठ करंतु। शुभफल प्राप्ति हेबा सहित भाग्य रे उन्नति आसीबा। धन्यवाद।